लास्ट क्लास रे आमे शतकड़ा लाभ क्षतिर फॉर्मूला कौन जानते तार कॉन्सेप्ट को आहुरी क्लियर करने पई आज केतोटी क्वेश्चन सॉल्व करबा चलंतु। क्वेश्चन नंबर 1, गोटिए कार को 8,10,000 टंका रे बिक्री करिवरु 10% क्षति हैला, तेबे कार रो क्रय मूल्य केते? एथरे हमर सेलिंग प्राइस बा बिक्री मूल्य 8,10,000 लॉस बा क्षति शतकड़ा क्षति 10%, तेबे हमर कॉस्ट प्राइस निर्णय करिबा। कॉस्ट प्राइस बा क्रय मूल्य फॉर्मूला कौन? 100 बाय 100 माइनस शतकड़ा क्षति गुणन सेलिंग प्राइस बा बिक्री मूल्य। तेबे हमरो यार वैल्यू पके देबा 100 बाय 100 माइनस 10% हमर क्षति लाभ होइथिले 100 रे प्लस करा जाई थांदा, क्षति माइनस करा जिवो। तेबे 100 माइनस 10 90 गुणन सेलिंग प्राइस हमरो 8,10,000 जीरो एबे 100 गुणन 9,000 हमर आंसर पाई गले 9 लक्ष टंका। तेबे हमर कॉस्ट प्राइस बा क्रय मूल्य 9 लक्ष टंका। बुझी हैला? एबे देखंतु क्वेश्चन नंबर 2, गोटिए वस्तु को 4,900 टंका रे बिक्री करिबारु 30% क्षति हुए, तेबे सेही वस्तु को केते टंका रे बिक्री कले 20% लाभ हो? एठारे हमरो सेलिंग प्राइस 4,900 टंका, लॉस क्षति होइछि 30%, तेबे हमरो कॉस्ट प्राइस क्रय मूल्य निर्णय करिबा। 100 बाय लॉस जेहेतु 100 रु माइनस करिबा 30 70 गुणन सेलिंग प्राइस या बिक्री मूल्य 4,900 शून्य कटि जीवो 7 को 490 काटिले 749 70 70 गुणन 100 हमर आंसर पाई गले 7,000। हमर कॉस्ट प्राइस क्रय मूल्य मिली गला हमको 7,000। तेबे सेही वस्तुटी को केते टंका रे बिक्री कले 20% लाभ हेबो? एठी देखंतु हमर कॉस्ट प्राइस पाइसे 7,000, एबे हमरो लाभ शतकड़ा लाभ हमें रखुटा 20 प्रॉफिट 20%, तेबे हमरो बिक्री मूल्य बा सेलिंग प्राइस निर्णय करबा। एबे शतकड़ा लाभ जानिचे, कॉस्ट प्राइस बा क्रय मूल्य जानिचे, तेबे हमरो बिक्री मूल्य रो फॉर्मूला कोन? 100 बाय बिक्री मूल्य रे सबले 100 प्लस लाभ शतकड़ा लाभ हम शतकड़ा लाभ 20%, 100 प्लस शतकड़ा लाभ बाय 100 गुणन क्रय मूल्य 7,000। ताले 100 प्लस 20 हमर हे गला 120 डिवाइडेड बाय 100 गुणन 7,000।
ସେଥିପାଇଁ ଆମର ଆନ୍ସର ପାଇଗଲେ 8,400 ଟଙ୍କା। ତେବେ ଆମର ବସ୍ତୁଟିକୁ 8,400 ଟଙ୍କାରେ ବିକ୍ରି କଲେ 20% ଲାଭ ହୁଏ। ସବୁବେଳେ ମନେ ରଖିଲା କ୍ରୟ ମୂଲ୍ୟ ନିର୍ଣ୍ଣୟ କରାଯିବା ବେଳେ ସବୁବେଳେ ହରରେ 100ରୁ ମାଇନସ୍ କରାଯାଏ ଶତକଡ଼ା କ୍ଷତି, ଶତକଡ଼ା ଲାଭ ଥିଲେ 100ରେ ପ୍ଲସ୍ କରାଯିବ। ଯଦି ବିକ୍ରି ମୂଲ୍ୟ ନିର୍ଣ୍ଣୟ କରାଯାଏ, ସେଲିଂ ପ୍ରାଇସ୍ ନିର୍ଣ୍ଣୟ କରାଯାଏ, ତେବେ ତାର ଉଲ୍ଟାଟା ଲବରେ 100ରୁ ମାଇନସ୍ କରାଯିବ। ଯଦି ଶତକଡ଼ା କ୍ଷତି ହେଇଥାଏ 100ରୁ ମାଇନସ୍ କରାଯିବ, ଯଦି ଶତକଡ଼ା ଲାଭ ହୋଇଥାଏ 100ରେ ପ୍ଲସ୍ କରାଯିବ। ବୁଝିହେଲା? କ୍ୱେଶ୍ଚିନ୍ ନମ୍ବର 3, ଗୋଟିଏ ବସ୍ତୁକୁ 300% ଲାଭରେ ବିକ୍ରି କରାଗଲେ କ୍ରୟ ମୂଲ୍ୟ ଓ ବିକ୍ରି ମୂଲ୍ୟର ଅନୁପାତ କେତେ? ମନେକର ବସ୍ତୁଟିର କ୍ରୟ ମୂଲ୍ୟକୁ ଆମେ 100 ଧରିବା। କ୍ରୟ ମୂଲ୍ୟ କ୍ରୟ ମୂଲ୍ୟ 100 ବେଳେ 300% ଆମର ଲାଭ, ତାମାନେ ବିକ୍ରି ମୂଲ୍ୟ ସେଲିଂ ପ୍ରାଇସ୍ ଆମର 300% 3 ଗୁଣା ଅଧିକ ହେବ। ତାହେଲେ 100 ପ୍ଲସ୍ 100 3 ଗୁଣା 300, ତେବେ ଆମର ସେଲିଂ ପ୍ରାଇସ୍ ହେଇଗଲା 400 ଟଙ୍କା। ଯେତେବେଳେ ସେଲିଂ ପ୍ରାଇସ୍ ଆମର କଷ୍ଟ ପ୍ରାଇସ୍ ଥାଏ, କଷ୍ଟ ପ୍ରାଇସ୍ ଯଦି ଆମର 100 ହୁଏ, ସେଲିଂ ପ୍ରାଇସ୍ ଆମର ହେବ 400, 300% ଲାଭରେ। ତେବେ କ୍ରୟ ମୂଲ୍ୟ ବିକ୍ରି ମୂଲ୍ୟର ଅନୁପାତ କଷ୍ଟ ପ୍ରାଇସ୍ ଡିଭାଇଡେଡ୍ ବାଇ ସେଲିଂ ପ୍ରାଇସ୍, 100 ଡିଭାଇଡେଡ୍ ବାଇ 400 equal to 1/4 equal to 1:4। 1:4। ଆମର ଆନ୍ସର ପାଇଗଲେ 1:4। କ୍ୱେଶ୍ଚିନ୍ ନମ୍ବର 4, ଗୋଟିଏ ବସ୍ତୁର କ୍ରୟ ମୂଲ୍ୟ ଓ ବିକ୍ରି ମୂଲ୍ୟ ମଧ୍ୟରେ ପାର୍ଥକ୍ୟ 200 ଟଙ୍କା। ଯଦି ବସ୍ତୁଟିକୁ 25% ଲାଭରେ ବିକ୍ରି କରାଯାଉଥାଏ, ବସ୍ତୁଟିର କ୍ରୟ ମୂଲ୍ୟ କେତେ? ଏଠାରେ ଆମେ ବସ୍ତୁଟିର କ୍ରୟ ମୂଲ୍ୟ କି ବିକ୍ରି ମୂଲ୍ୟ ଜାଣିନାହାନ୍ତି, କେବଳ ଜାଣିଛେ ବସ୍ତୁଟିର କ୍ରୟ ମୂଲ୍ୟ ଓ ବିକ୍ରି ମୂଲ୍ୟ ମଧ୍ୟରେ ପାର୍ଥକ୍ୟ 200 ଟଙ୍କା, ଶତକଡ଼ା ଲାଭ 25%। ଯେହେତୁ ଲାଭ ଆମର ବିକ୍ରି ମୂଲ୍ୟ ଅଧିକ ରହିବ, ତେବେ ମନେକର ବସ୍ତୁଟିର କ୍ରୟ ମୂଲ୍ୟ ବା କଷ୍ଟ ପ୍ରାଇସ୍ 100 ଟଙ୍କା, ତେବେ ବିକ୍ରି ମୂଲ୍ୟ ବା ସେଲିଂ ପ୍ରାଇସ୍ ହେବ 100 ପ୍ଲସ୍ 25, 125 ଟଙ୍କା। ଏବେ ଦେଖିବା ଡିଫରେନ୍ସରୁ ଆରମ୍ଭ କରିବା। ଡିଫରେନ୍ସ 25, ଯେତେବେଳେ ସେଲିଂ ପ୍ରାଇସ୍ ଆମର 125, କଷ୍ଟ ପ୍ରାଇସ୍ ଆମର 100 ଟଙ୍କା, ତାହେଲେ ଡିଫରେନ୍ସ କେତେ ହେଉଛି? 125 ମାଇନସ୍ 100 25 ହେଉଛି। ତେବେ ଡିଫରେନ୍ସ ଆମର 25 ଥିଲାବେଳେ କଷ୍ଟ ପ୍ରାଇସ୍ ରହୁଛି 100 ଟଙ୍କା। ଡିଫରେନ୍ସ 1 ଟଙ୍କା ବେଳେ କଷ୍ଟ ପ୍ରାଇସ୍ ରହିବ 100 ଡିଭାଇଡେଡ୍ ବାଇ 25। ଡିଫରେନ୍ସ 200 ଟଙ୍କା ବେଳେ କଷ୍ଟ ପ୍ରାଇସ୍ ରହିବ 100 ଡିଭାଇଡେଡ୍ ବାଇ 25 ଗୁଣନ 200। ପାଇବା, ଏବେ ହିସାବ କରିଲେ ପାଇବା 800 ଟଙ୍କା। 25 ଅଷ୍ଟା 200, 8 ଗୁଣନ 100 800। ବୁଝିପାରିଲେ? ଇଏ ତ ଗଲା ଧାରାରେ। ଏବେ ଫର୍ମୁଲା ଜାଣିବା। ଯଦି କୌଣସି ବସ୍ତୁର କ୍ରୟ ମୂଲ୍ୟ ବିକ୍ରି ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ଆମକୁ ଜଣାଥାଏ ଏବଂ ଶତକଡ଼ା ଲାଭ ବା କ୍ଷତି ଆମକୁ ଜଣାଥାଏ, ତେବେ କ୍ରୟ ମୂଲ୍ୟ ବା କଷ୍ଟ ପ୍ରାଇସ୍ର ଫର୍ମୁଲା କ'ଣ? କ୍ରୟ ମୂଲ୍ୟର ଫର୍ମୁଲା 100 ଡିଭାଇଡେଡ୍ ବାଇ ଶତକଡ଼ା ଲାଭ ବା କ୍ଷତି ଯାହା ହେଇଥିବ ଗୁଣନ ପାର୍ଥକ୍ୟ, କ୍ରୟ ମୂଲ୍ୟ ଓ ବିକ୍ରି ମୂଲ୍ୟ ମଧ୍ୟରେ ପାର୍ଥକ୍ୟ। ସେହିପରି କ୍ରୟ ମୂଲ୍ୟ ମାନେ କଷ୍ଟ ପ୍ରାଇସ୍ ଇକ୍ୱାଲ୍ ଟୁ 100 ଡିଭାଇଡେଡ୍ ବାଇ ପ୍ରଫିଟ୍ ଅର୍ ଲସ୍ ପରସେଣ୍ଟେଜ ମଲ୍ଟିପ୍ଲାଏ ଡିଫରେନ୍ସ ବିଟୱିନ୍ କଷ୍ଟ ପ୍ରାଇସ୍ ଆଣ୍ଡ ସେଲିଂ ପ୍ରାଇସ୍। ବୁଝିହେଲା? କ୍ଲିୟର?
ବର୍ତ୍ତମାନ ଆପଣମାନଙ୍କ ପାଇଁ ଗୋଟିଏ କ୍ୱେଶ୍ଚିନ୍। ଗୋଟିଏ ବସ୍ତୁର କ୍ରୟ ମୂଲ୍ୟ ଓ ବିକ୍ରି ମୂଲ୍ୟ ମଧ୍ୟରେ ପାର୍ଥକ୍ୟ 180 ଟଙ୍କା। ଯଦି ବସ୍ତୁଟିକୁ 30% କ୍ଷତିରେ ବିକ୍ରି କରାଯାଉଥାଏ, ତେବେ ବସ୍ତୁଟିର କ୍ରୟ ମୂଲ୍ୟ କେତେ? ଆନ୍ସର କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ ଏବଂ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ମୋର ଏହି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଯେଉଁମାନେ ନୂଆ ଅଛନ୍ତି ସେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ରହୁଛି। ଜୟ ଜଗନ୍ନାଥ।